ଇରାନରେ ବଢୁଥିବା ଉତ୍ତେଜନା ଏବଂ ଏଥିରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଏବେ ଏକ ନୂତନ ମୋଡ଼ ନେଇଛି। ଇରାନ ସରକାରୀ ଟିଭି ଚ୍ୟାନେଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଧମକ ଦେଇଛି। ଚ୍ୟାନେଲଟି 2024 ନିର୍ବାଚନ ରାଲି ସମୟରେ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣର ଏକ ଫଟୋ ଜାରି କରି ବାର୍ତ୍ତା ଦେଇଛି ଯେ ଏଥର ଗୁଳି ହାତ ଛଡ଼ା ହେବ ନାହିଁ। ଇରାନରେ ପ୍ରତିବାଦ ସମ୍ପର୍କରେ ଆମେରିକା ଖାମେନେଇ ସରକାରଙ୍କୁ ନିରନ୍ତର ଚେତାବନୀ ଦେଇ ଆସୁଛି। ଇରାନ ପ୍ରତିଶୋଧ ନେଇ କହିଛି ଯେ ଯଦି ଆମେରିକା ଏପରି କିଛି କରେ ତେବେ ଏହା ଚୁପ୍ ରହିବ ନାହିଁ। ବର୍ତ୍ତମାନ ଏହି ବାକ୍ ଯୁଦ୍ଧ ତୀବ୍ର ମୋଡ଼ ନେଇଛି। ଇରାନର ସରକାରୀ ଟେଲିଭିଜନ 2024 ନିର୍ବାଚନ ରାଲିରେ ଟ୍ରମ୍ପଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମର ଚିତ୍ର ବ୍ୟବହାର କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ସିଧାସଳଖ ଧମକ ପରି ଦେଖାଯାଉଥିବା କଥା ପ୍ରସାରଣ କରିଥିଲା। ଇରାନର ସରକାରୀ ଟିଭି ଜୁଲାଇ 2024ରେ ପେନସିଲଭାନିଆର ବଟଲରରେ ଏକ ନିର୍ବାଚନ ରାଲିରୁ ଟ୍ରମ୍ପଙ୍କ ଏକ ଚିତ୍ର ପ୍ରସାରଣ କରିଥିଲା, ଯେଉଁଥିରେ ଏକ ଗୁଳି ଟ୍ରମ୍ପଙ୍କୁ ଛୁଇଁ କରି ଚାଲିଯାଇଥିଲା। ଏଥିରେ ଏକ ଭୟଙ୍କର ବାର୍ତ୍ତା ମଧ୍ୟ ଦିଆଯାଇଥିଲା ଯେ ଏଥର ଗୁଳି ତାର ଲକ୍ଷ୍ୟ ହରାଇବ ନାହିଁ। ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିରୁଦ୍ଧରେ ସାମରିକ ଆକ୍ରମଣ କରିବାକୁ ବିଚାର କରୁଛନ୍ତି ବୋଲି ରିପୋର୍ଟ ମଧ୍ୟରେ ଏହି ପ୍ରସାରଣ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରତି ତେହେରାନର ସବୁଠାରୁ ଗମ୍ଭୀର ବିପଦକୁ ଚିହ୍ନିତ କରିଛି। ଇରାନୀ ଅଧିକାରୀମାନେ ୱାଶିଂଟନ ଉପରେ ଦେଶର ଆଭ୍ୟନ୍ତରୀଣ ଅଶାନ୍ତି ଏବଂ ବାହ୍ୟ ହସ୍ତକ୍ଷେପକୁ ଉତ୍ସାହିତ କରିବାର ଅଭିଯୋଗ କରିଛନ୍ତି। କ'ଣ କହିଲେ ଇରାନୀ ଅଧିକାରୀ? ଇରାନୀ ସରକାରୀ ଟିଭିରେ ପ୍ରକାଶିତ ଏହି ବାର୍ତ୍ତାକୁ ବଟଲର ରାଲି ଗୁଳିକାଣ୍ଡ ଘଟଣାର ଏକ ସନ୍ଦର୍ଭ ଭାବରେ ବହୁଳ ଭାବରେ ଦେଖାଯାଇଥିଲା, ଯେଉଁଥିରେ ଟ୍ରମ୍ପ ନିର୍ବାଚନ ପୂର୍ବରୁ ଭାଷଣ ଦେବା ସମୟରେ ଆହତ ହୋଇଥିଲେ। ଇରାନୀ ଟେଲିଭିଜନ ଏହି ଚେତାବନୀ ସହିତ ଘଟଣାର ଏକ ଚିତ୍ର ମଧ୍ୟ ଦେଖାଇଥିଲା। ତଥାପି ଏହି ବିଷୟରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ଦିଆଯାଇ ନାହିଁ। କିନ୍ତୁ ଏହା ଦାବି କରାଯାଉଛି ଯେ ଆମେରିକା ଇରାନରେ ତାର ସୈନ୍ୟଙ୍କୁ ପୁନଃ ନିୟୋଜନ ଆରମ୍ଭ କରିଛି। ମଧ୍ୟପ୍ରାଚ୍ୟରେ ଏହାର ସବୁଠାରୁ ବଡ଼ ସାମରିକ ଘାଟିରୁ ସୈନ୍ୟ ଗତିବିଧି ବିଷୟରେ ମଧ୍ୟ ରିପୋର୍ଟ ଆସିଛି। ଆକ୍ରମଣ ହେଲେ ଇରାନ ପ୍ରତିଶୋଧ ନେଇପାରେ ବୋଲି ଆଶଙ୍କା କରାଯାଉଛି, ଯାହାକୁ ନେଇ ଇରାନ ଯୁଦ୍ଧ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଗୁରୁବାର ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଇଛନ୍ତି ଇରାନ ସରକାର, ଯାହାକୁ ନେଇ ଏବେ ପୁଣି ଅଶାନ୍ତ ହୋଇଛି ମଧ୍ୟପ୍ରାଚ୍ୟ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।